ଲିଭିଗଲା ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ଶିଖା। ସେ ଅଫେରନ୍ତା ବ୍ରହ୍ମାଣ୍ଡକୁ ଚାଲି ଯାଇଛନ୍ତି, କିନ୍ତୁ ସେ ସମସ୍ତଙ୍କର ହୃଦୟରେ ଥିଲେ। ଆଗାମୀ ଦିନରେ ମଧ୍ୟ ତାଙ୍କ ସ୍ମୃତି ରହିଥିବ। କୋର୍ଲାମୁଣ୍ଡାର ଯୁବ ସାମ୍ବାଦିକ ସୁରେଶ ଚନ୍ଦ୍ର ସାହୁ ଅପରାହ୍ନ ଖବରକାଗଜରେ କାର୍ଯ୍ୟରତ ଥିଲେ। ହଠାତ୍ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେବା ଯୋଗୁଁ ଆମଠାରୁ ସବୁଦିନ ପାଇଁ ଦୂରେଇ ଗଲେ। ତାଙ୍କର ଗୋଟିଏ ଛୋଟ ଛୁଆ ଏବଂ ପତ୍ନୀ ଅଛନ୍ତି। ତାଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ସାମ୍ବାଦିକ ସଂଘ କେଜିଏଉ ଦ୍ୱାରା ଜୟପାଟଣା ବ୍ଲକ ମୁଖିଗୁଡ଼ାଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ କେଜିଏଉର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ଯୋଗଦେଇ ଟୋକାକୁଲ ପରିବାର ପାଇଁ ଉତ୍ତମ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କଠାରେ ଦାବି ଉପସ୍ଥାପନା କରିଛନ୍ତି। ସ୍ଥାନୀୟ ସମାଜସେବୀ ଚିତୁର ସୁନା, ସାମ୍ବାଦିକ ଅମଜାଦ ଖାନ, ଅରୁଣ ସାହୁ, ମଳୟ ସାହୁ, ଦିବ୍ୟନାଗ, ରାଜୁ ପାହାଡ଼, ରୁଦ୍ର ମୁଣ୍ଡ, ଡମ୍ବରୁ ଦୁର୍ଗା ଏବଂ ଅନେକ ସମାଜସେବୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ନିରବ ପ୍ରାର୍ଥନା କରିଥିଲେ। ବ୍ୟୁରୋ ରିପୋର୍ଟ, ଜନମତ ଟିଭି। ମୋ ନାଁ ଜଗମୋହନ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ କେଜିଏଉ। ସୁରେଶ ଭାଇ ଆଜି ଆମ ଗହଣରେ ନାହାନ୍ତି, ଯିଏକି ଆମର ଅପରାହ୍ନର ପ୍ରତିନିଧି ଥିଲେ। ତାଙ୍କୁ ଆଜି ଆମେ ସବୁ ଶ୍ରଦ୍ଧାଞ୍ଜଳି ଦେଲୁ। ତା ବିଷୟରେ କ'ଣ କହିବେ? କୋର୍ଲାମୁଣ୍ଡାର ଯୁବ ସାମ୍ବାଦିକ ଭାଇ ସୁରେଶ ଚନ୍ଦ୍ର ସାହୁ ସମସ୍ତଙ୍କ ପ୍ରତି ପ୍ରିୟ ଥିଲେ। ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଛି। ତେଣୁକରି ଆଜି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କେଜିଏଉ କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ଗୋଟିଏ ଶ୍ରଦ୍ଧାଞ୍ଜଳି ସଭା କରିଥିଲୁ ଏବଂ ସରକାରଙ୍କୁ ଗୋଟେ ନିବେଦନ କରିବି, ସୁରେଶ ଚନ୍ଦ୍ର ସାହୁ ଭାଇ ବହୁତ କମ୍ ବୟସରେ ଚାଲିଗଲେ। ତାଙ୍କର ଗୋଟିଏ ଛୋଟ ଛୁଆ ବି ଅଛି, ପତ୍ନୀ ଅଛନ୍ତି। ତ ତାଙ୍କ ପରିବାରକୁ ଯଦି ଉତ୍ତମ ସହାୟତା ଯୋଗାଇ ଦିଆଯାନ୍ତା, ତେବେ ପରିବାରଟି ଉପକୃତ ହୋଇପାରନ୍ତା ଏବଂ ସମସ୍ତ ସାମ୍ବାଦିକ କୂଳ ସରକାରଙ୍କ ଠାରେ କୃତଜ୍ଞତା ଜ୍ଞାପନ କରନ୍ତୁ।